12 ବର୍ଷ ହେଲା ବନ୍ଦ ରହିଥିବା ଗୋଟିଏ ଘର ପାଖକୁ ଅଚାନକ ଜଣେ ମହିଳା ଆସି ଚିଲେଇ ଚିଲେଇ କାନ୍ଦିବାରେ ଲାଗିଲେ। ଆଉ ଚିଲେଇ ଚିଲେଇ କାନ୍ଦିବା ସହିତ କହୁଥିଲେ କି ମୋ ଝିଅକୁ ଫେରେଇ ଦିଅ, ମୋ ଝିଅ କୁଆଡ଼େ ଗଲା। ଏତିକି ବେଳେ ସେଠାକୁ ଅଚାନକ ଜଣେ ନର୍ସ ଆସି ସେ ମହିଳାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ଲଗାଇଦେଲେ। ଆଉ କହିଲେ କି 12 ବର୍ଷ ପରେ ତମକୁ ତମ ଝିଅ କଥା ମନେ ପଡ଼ିଲା। ଧିକ୍ ତମ ପରି ମାଆକୁ। କିଏ ଥିଲେ ସେ ମହିଳା ଯିଏକି ଚିଲେଇ ଚିଲେଇ କାନ୍ଦୁଥିଲେ, ଆଉ ସେ ନର୍ସ ତାଙ୍କୁ ଶକ୍ତ ଚାପୁଡ଼ା କାହିଁକି ମାରିଥିଲେ? ଏହା ଏକ ଏମିତି କାହାଣୀ ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ। କାହାଣୀକୁ ପୁରା ଦେଖନ୍ତୁ, ଜାଣିପାରିବେ। ଦେଖିବା ପରେ ଭିଡ଼ିଓକୁ ଲାଇକ୍ ସେୟାର କରିଦେବେ। ଆଉ ଯେଉଁମାନେ କମେଣ୍ଟ ବକ୍ସରେ ନିଜ ନାଁ ସହିତ ଜାଗା ନାଁ ଦେବେ, ପର ଭିଡ଼ିଓରେ ସେମାନଙ୍କ ନାଁ ଘୋଷଣା ହେବ। ବାଲେଶ୍ୱରର ରେମୁଣାର ଗୋଟିଏ ସୁନସାନ ଅଞ୍ଚଳର କଣ ଆଡ଼କୁ ଗୋଟିଏ ଘର ଥିଲା। ଆଉ ସେ ଘରେ ଜଣେ ମହିଳା ଏକା ହିଁ ରହୁଥିଲେ। ସେ ଏକ ଏମିତି କାମ କରିଥିଲେ ଯାହା ପାଇଁ ତାଙ୍କୁ ସେ ଘରେ ଏକୁଟିଆ ରହିବାକୁ ପଡ଼ୁଥିଲା। ସେ ଗର୍ଭବତୀ ଥିଲେ। ସମୟ ବିତିବା ସହିତ ସେ ସ୍ତ୍ରୀ ଲୋକ ଜଣେ ଝିଅକୁ ଜନ୍ମ ଦେଲେ। ଝିଅ ଜନ୍ମ ହେବା ପରେ ସେ ମହିଳା ଯେଉଁ କାମ କରି ପେଟ ପୋଷୁଥିଲେ, ସେ କାମରେ ସମସ୍ୟା ହେବାରେ ଲାଗିଲା। ସେ ଆଉ ଠିକରେ ସେ କାମ କରିପାରିଲେନି, କାରଣ ଝିଅର ଯତ୍ନ ନେଉ ନେଉ ତାଙ୍କୁ ଆଉ ସମୟ ହେଉନଥିଲା। ଏମିତି କଷ୍ଟେ ମଷ୍ଟେ 6 ମାସ ବିତିଗଲା। ହେଲେ 6 ମାସ ପରେ ଅବସ୍ଥା ଏମିତି ହେଲା ଯେ ଘରେ ଆଉ ଖାଇବା ପାଇଁ ବି କିଛି ରହିଲାନି। ଏମିତି କିଛି ଦିନ ଚାଲିବା ପରେ ସେ ଆଉ କିଛି ବାଟ ପାଇଲେନି। ଶେଷରେ ଏକ କଠିନ ନିଷ୍ପତ୍ତି ନେଲେ। ସେ ଛୋଟ ଝିଅକୁ ସେ ଘରେ ଛାଡ଼ି ଦେଇ ସେ ଭୁବନେଶ୍ୱର ପଳେଇ ଆସିଲେ। ସେ ଘର କଣ ଆଡ଼କୁ ଥିଲା, ଆଉ ସେହି ରାସ୍ତା ଦେଇ ବହୁତ କମ୍ ଲୋକ ଯିବା ଆସିବା କରୁଥିଲେ। ଏମିତି ସନ୍ଧ୍ୟା ହେବାରେ ଲାଗିଲା, ଆଉ ଛୋଟ ଝିଅଟି କାନ୍ଦିବା ଆରମ୍ଭ କଲା। ଦିନ ସାରା ସେ ଶୋଇ ରହିବା ପରେ ସନ୍ଧ୍ୟାରେ ଭୋକ ଲାଗିବାରୁ ଉଠି ପଡ଼ିଲା, ଆଉ କାନ୍ଦିବାରେ ଲାଗିଲା। ତେବେ ସେ ରାସ୍ତା ଦେଇ କେହି ଯିବା ଆସିବା କରୁନଥିବା କାରଣରୁ ତା କାନ୍ଦ କେହି ଶୁଣିପାରିଲେନି। ଆଉ ରାତି ସାରା ସେ କାନ୍ଦିବାରେ ହିଁ ଲାଗିଥିଲା। କେତେବେଳେ କାନ୍ଦୁଥିଲା, ଆଉ କେତେବେଳେ କାନ୍ଦି କାନ୍ଦି ଶୋଇ ପଡ଼ୁଥିଲା। ସକାଳୁ ସକାଳୁ ବିଜୟ ନାମକ ଜଣେ ଯୁବକ ସେ ରାସ୍ତା ଦେଇ ଯାଉଥିଲେ। ଛୋଟ ଝିଅର କାନ୍ଦ ତାଙ୍କ କାନରେ ପଡ଼ିଲା। ଟିକେ ଅଟକିବା ପରେ ସେ ଜାଣିପାରିଲେ କି ଝିଅଟି ସାଧାରଣ ଭାବରେ କାନ୍ଦୁନି, ତା ସହିତ କିଛି ଘଟିଛି। ସେ କବାଟ ଝରକା ଫାଙ୍କ ଦେଇ ଘଟଣା କଣ ଜାଣିବା ପାଇଁ ଚାହିଁଲେ, ହେଲେ ଭିତର ଜିନିଷ କିଛି ବି ଦେଖାଯାଉନଥିଲା। ତେଣୁ କିଛି ସମୟ ପରେ ସେ ଛାଡ଼ିକି ପଳେଇଲେ। ଅଫିସରେ ପହଞ୍ଚିକି ନିଜ କାମ ଆରମ୍ଭ କରିଦେଲେ। ହେଲେ ସେ ନିଜ କାମ ଠିକରେ କରିପାରୁନଥିଲେ, କାରଣ ଦିନସାରା ତାଙ୍କୁ ସେ ଛୋଟ ଝିଅର କାନ୍ଦ ଶୁଭୁଥିଲା। କାରଣ ସେ ଅନୁଭବ କରିଥିଲେ କି ଛୋଟ ଝିଅଟି ବହୁତ ସମୟ ହେଲା କାନ୍ଦୁଥିଲା, ଆଉ କାନ୍ଦି କାନ୍ଦି ତା ଗଳା ବି ଶୁଖି ଯାଇଥିଲା। ବିଜୟଙ୍କ ଡ୍ୟୁଟି ସରିଲା, ଆଉ କାମ ସାରି ତୁରନ୍ତ ସେ ଘରକୁ ସେହି ରାସ୍ତା ଦେଇ ହିଁ ଫେରିଲେ। ଆଉ ଯେମିତି ସେ ଘର ପାଖରେ ପହଞ୍ଚିଛନ୍ତି, କିଛି ସମୟ କାନେଇବା ପରେ ସେ ଝିଅର କାନ୍ଦ ତାଙ୍କୁ ଶୁଭିଲା। କାରଣ ଏବେ ଝିଅଟିର ସ୍ୱର ଧିମା ହୋଇଯାଇଥିଲା। ବିଜୟ ଆଉ ରହିପାରିଲେନି। ପାଖରେ ଥିବା ଗୋଟିଏ ପଥର ଉଠାଇ ସେ ଝରକା କାଚ ଭାଙ୍ଗିଦେଲେ। ଯେମିତି ସେ ଭଙ୍ଗା କାଚ ଦେଇ ଘର ଭିତରକୁ ଦେଖିଛନ୍ତି, ତାଙ୍କ ହୋସ୍ ଉଡ଼ିଗଲା। କାରଣ ବେଡ୍ ଉପରେ ଗୋଟିଏ ଛୋଟିଆ ଛୁଆ ଶୋଇଥିଲା, ଆଉ ସେ ବୋଧେ ହାଲିଆ ହୋଇ ଧଇଁ ସଇଁ ହେବା ପରି ରାହା ଧରି କାନ୍ଦୁଥିଲା। ଆଉ ବିଳମ୍ବ ନକରି ସେ ପୋଲିସକୁ ଫୋନ କରି ଜଣେଇଲେ। ଅଳ୍ପ ସମୟ ଭିତରେ ପୋଲିସ ଆସି ସେ ଘରେ ପହଞ୍ଚିଗଲେ। ପୋଲିସ ସେ ଘରର ତାଲା ଭାଙ୍ଗିବା ପରେ ସେ ଝିଅକୁ ଉଦ୍ଧାର କଲେ। 1.5 ଦିନ ହେଲା ସେ ଝିଅ କିଛି ବି ଖାଇନଥିଲା, ଆଉ ସେ ଅନ୍ଧାର ଘରେ ଏକା ରହିଥିଲା, ଆଉ ରାହା ଧରି 1.5 ଦିନ ହେଲା କାନ୍ଦୁଥିଲା। ଝିଅର ଅବସ୍ଥା ପୁରା ଖରାପ ହୋଇଯାଇଥିଲା। ତାର ସ୍ୱର ବି ଧିମା ହୋଇଯାଇଥିଲା, ଦେହ ଅବଶ ହୋଇଯାଇଥିଲା। ପୋଲିସ ବିଜୟଙ୍କୁ ଧନ୍ୟବାଦ ଜଣାଇଲେ। ବିଜୟ ଯଦି ପୋଲିସକୁ ଖବର ଦେଇନଥାନ୍ତେ, ତାହେଲେ ଆଉ କିଛି ସମୟ ପରେ ହୁଏତ ଛୋଟିଆ ଝିଅଟି ଏ ଦୁନିଆରେ ଆଉ ନଥାନ୍ତେ। ପୋଲିସ ସେ ଝିଅକୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଲେ। ସେଠାରେ ତାର ଚିକିତ୍ସା ଆରମ୍ଭ କରିଦିଆଗଲା। ହସ୍ପିଟାଲରେ ଭର୍ତ୍ତି କରି ପୋଲିସ ସେ ଘରର ମାଲିକଙ୍କୁ ଖୋଜିବାରେ ଲାଗିଲେ। ବହୁତ ସମୟ ପଚରାଉଚରା ପରେ ବି ସେ ମହିଳାଙ୍କ ସମ୍ପର୍କରେ କିଛି ବି ସୁରାଗ ପାଇଲାନି ପୋଲିସ। ସମୟ ବିତୁଥିଲା। ଝିଅଟି ହସ୍ପିଟାଲରେ ଥିଲା,
ଆଉ ତାର ଦାୟିତ୍ୱ ନେଇଥିବା ମିଲି ନାମକ ଜଣେ ନର୍ସ ତାକୁ ଖୁବ୍ ଭଲ ପାଇବା ଆରମ୍ଭ କରିଦେଇଥିଲା। ତାର ସବୁ କାମ ସେ କରୁଥିଲେ। ତା ସହିତ ମିଲିଙ୍କର ଏତେ ସମ୍ପର୍କ ବଢିଗଲା ଯେ ତାକୁ ନ ଦେଖିଲେ ସେ ରହିପାରୁନଥିଲେ। ମିଲି ଜଣେ ଅନାଥ ଥିଲେ ଆଉ ସେ ଅନାଥ ହେବାର କଷ୍ଟ ଜାଣିଥିଲେ। ତେଣୁ ସେ ଭାବୁଥିଲେ କି ମୁଁ ଯେଉଁ କଷ୍ଟ ପାଇଛି ଯେମିତି ଏ ଝିଅ ନ ପାଉ। ତେଣୁ ସେ ଝିଅର ଖୁବ୍ ସେବା ଯତ୍ନ କରୁଥିଲେ। ହେଲେ ଅଳ୍ପ କିଛି ଦିନ ଭିତରେ ସେ ଝିଅ ବି ସୁସ୍ଥ ହୋଇଗଲା ଆଉ ପୋଲିସ ତାକୁ ନେଇ ଏକ ଅନାଥ ଆଶ୍ରମରେ ରଖିଦେଲେ। ହେଲେ ଏସବୁ ମିଲିଙ୍କ ଅନୁପସ୍ଥିତିରେ ହୋଇଥିଲା। ଯେମିତି ସେଦିନ ହସ୍ପିଟାଲ ଆସିଲେ ସେ ଛୋଟ ଝିଅକୁ ଖୋଜିବା ଆରମ୍ଭ କରିଦେଲେ। ଅନ୍ୟ ଷ୍ଟାଫକୁ ବି ପଚାରିଲେ। ଅନ୍ୟ ଷ୍ଟାଫ ତାଙ୍କୁ କହିଲେ କି ପୋଲିସ ଆସି ତାକୁ ନେଇଯାଇଛି ଆଉ ଏକ ଅନାଥ ଆଶ୍ରମରେ ତାକୁ ରଖାଯାଇଛି। ଶୁଣିକି ମିଲିଙ୍କ ଆଖିରୁ ଲୁହ ପଳେଇ ଆସିଲା। ତୁରନ୍ତ ସେ ଅନାଥ ଆଶ୍ରମର ଠିକଣା ପଚାରିଲେ। ସାଥୀ ନର୍ସ ପଚାରିଲେ କି ତୁ ଏମିତି ବ୍ୟସ୍ତ କାହିଁକି ହଉଛୁ? ତାକୁ ନେଇ ତୁ କ'ଣ କରିବା ପାଇଁ ଚାହୁଁଛୁ? ସେଠୁ ମିଲି କହିଲେ କି ମୁଁ ତାକୁ ମୋ ଝିଅ ପରି ରଖିବା ପାଇଁ ଚାହୁଁଛି। ତାକୁ ପାଳି ପୋଷି ବଡ଼ କରିବି। ସାଥୀ ନର୍ସ ହସିବାରେ ଲାଗିଲେ। କହିଲେ କି ତୁ ତ ବାହା ହୋଇନୁ, ତାକୁ ନେଇକି ତୁ କେମିତି ବଡ଼ କରିବି ବୋଲି କହୁଛୁ? ହେଲେ ମିଲି ସେମାନଙ୍କ କଥା ନ ଶୁଣି ହସ୍ପିଟାଲରୁ ଛୁଟି ନେଇ ସିଧା ସେ ଅନାଥ ଆଶ୍ରମରେ ପହଞ୍ଚିଗଲେ। ଅନାଥ ଆଶ୍ରମ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇ ଆଇନଗତ ଭାବରେ ତାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିନେଲେ। ଅଳ୍ପ ଦିନ ଭିତରେ ସବୁ କାଗଜପତ୍ର କାମ ସରିବା ପରେ ସେ ତାକୁ ଘରକୁ ନେଇ ଆସିଲେ। ଏବେ ସେ ଆଇନଗତ ଭାବରେ ତାଙ୍କ ଝିଅ ହୋଇଯାଇଥିଲା। ତେଣୁ ତାକୁ ସେ ଘରକୁ ନେଇ ଆସିଲେ ଆଉ ତାର ନାଁ ଦେଲେ ବର୍ଷା। ବର୍ଷାକୁ ଏବେ ସେ ଖୁବ୍ ଭଲରେ ପାଳିବା ପାଇଁ ଲାଗିଲେ। ଧୀରେ ଧୀରେ ସମୟ ବିତିବାରେ ଲାଗିଥିଲା ଆଉ ଛୋଟ ଝିଅ ବଡ଼ ହେବାରେ ଲାଗିଲା। ବର୍ଷା 5 ବର୍ଷର ହେବା ବେଳକୁ ତାକୁ ନିକଟସ୍ଥ ସ୍କୁଲରେ ନାଁ ଲେଖାଇ ଦେଲେ ମିଲି। ବର୍ଷା ମିଲିଙ୍କୁ ମା ବୋଲି ଡାକୁଥିଲା ଆଉ ମା ଡକରେ ମିଲି ଖୁବ୍ ଖୁସି ହେଇଯାଉଥିଲେ। ସେ ଭାବୁଥିଲେ କି ଭଲ ହେଲା, ମୋର ବି ପରିବାର ହୋଇଗଲା। ଧୀରେ ଧୀରେ ବଡ଼ ହେଉଥିଲା ବର୍ଷା। ଦିନେ ସେ ସ୍କୁଲରୁ ଆସି ମିଲିଙ୍କୁ ପଚାରିଲା କି ମା, ମୋ ବାବା କାହାନ୍ତି? ମିଲି କହିଲେ କି ଝିଅ, ମୁଁ ହିଁ ତୋର ମା ଆଉ ମୁଁ ହିଁ ତୋର ବାବା। ସେ ବର୍ଷାକୁ ବୁଝେଇବା ପାଇଁ ଲାଗିଲେ। ହେଲେ ବର୍ଷା ବୁଝୁନଥିଲା। କହିଲା ସବୁ ପିଲାଙ୍କ ବାପା ତାଙ୍କ ପିଲାଙ୍କୁ ଛାଡ଼ିବା ପାଇଁ ସ୍କୁଲକୁ ଆସୁଛନ୍ତି ଆଉ ନେଇକି ବି ଯାଉଛନ୍ତି। ହେଲେ ମୋ ବାବା କୁଆଡ଼େ ଗଲେ? ମା ତମେ କୁହ, ମୋ ବାବା କାହାନ୍ତି? ଶେଷରେ ମିତା କହିଲେ କି ତୋ ବାପା ତୋ ଜନ୍ମ ହେବା ଆଗରୁ ମରିଯାଇଛନ୍ତି। ଏମିତି କହି ବର୍ଷାକୁ ବୁଝେଇ ଦେଲେ ସିନା, କିନ୍ତୁ ଭାବିଲେ କି କେବେ ନା କେବେ ତ ସେ ଏକଥା ଜାଣିପାରିବ। ବଡ଼ ହେବା ପରେ ସେ ନିଶ୍ଚୟ ପଚରା ଉଚରା କରିବ। ତେଣୁ ସେ ବର୍ଷାର ବାପା ମାଙ୍କ ବିଷୟରେ ଜାଣିବା ପାଇଁ ସ୍ଥିର କଲେ ଆଉ ପରଦିନ ଥାନାକୁ ଯାଇ ସେ ଘର ମାଲିକ ବିଷୟରେ ଜାଣିବା ପାଇଁ ଚେଷ୍ଟା କଲେ। ହେଲେ ପୋଲିସ ପାଖରେ କିଛି ବି ନଥିଲା। ତେଣୁ ସେମାନେ ମିଲିଙ୍କୁ ଜଣେଇଦେଲେ କି ସେଇ ଘରେ ଜଣେ ମହିଳା ରହୁଥିଲେ। ହେଲେ ସେଦିନ ଠାରୁ ତାଙ୍କର କିଛି ବି ଖୋଜ ଖବର ନାହିଁ। ଶୁଣିକି ମିଲିଙ୍କ ମନ ଦୁଃଖ ହୋଇଗଲା। ସେ ନିଷ୍ପତ୍ତି ନେଲେ କି କାଲିଠାରୁ ସେ ସେହି ଘରକୁ ପ୍ରତିଦିନ ଯାଇ ଦେଖିବେ। କେବେ ନା କେବେ ତ ବର୍ଷାର ମା ସେଇ ଘରକୁ ଆସିବେ। ସେତେବେଳେ ତାଙ୍କୁ ପଚାରିବେ କି ବର୍ଷାର ବାବା କାହାନ୍ତି? ଧୀରେ ଧୀରେ ସମୟ ବିତୁଥିଲା। ବର୍ଷା ଏବେ 12 ବର୍ଷର ହୋଇଯାଇଥିଲା। ଏବେ ଯାଇ ବି ମିଲି ସେ ଘରକୁ ପ୍ରତିଦିନ ଯାଇ କିଛି ସମୟ ଅପେକ୍ଷା କରି ଫେରୁଥିଲେ। ଏମିତି ସମୟ ବିତୁଥିଲା। ଦିନେ ଅଚାନକ ସେ ଘର ପାଖରେ ପହଞ୍ଚିବା ପରେ ଜଣେ ମହିଳା ଚିଲେଇ ଚିଲେଇ କାନ୍ଦୁଥିବା ଶୁଣିଲେ। ସେ ମହିଳା ଚିଲେଇ ଚିଲେଇ କହୁଥିଲେ କି ମୋ ଝିଅ କୁଆଡ଼େ ଗଲା, ମୋ ଝିଅ କୁଆଡ଼େ ଗଲା, ମୋ ଝିଅକୁ ଫେରେଇ ଦିଅ। ଯେମିତି ମିଲି ସେ ଘର ଭିତରକୁ ଯାଇ ଦେଖିଛନ୍ତି କି ଜଣେ ମହିଳା ବେଡ୍ ଉପରେ ବସି କାନ୍ଦୁଛନ୍ତି ଆଉ ତାଙ୍କ ଝିଅଙ୍କୁ ଫେରେଇ ଦେବା କଥା କହୁଛନ୍ତି। ତାଙ୍କ ଆଖିରେ ବି ପଶ୍ଚାତାପ ରହିଥିଲା। ମିଲି ତାଙ୍କ ପାଖକୁ ଯାଇ ତାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ବସେଇ ଦେଲେ। କହିଲେ ତମ ପରି ମାଆକୁ ଧିକ୍। ଏତେ ଛୋଟ ପିଲାକୁ ଏମିତି ଅବସ୍ଥାରେ ଛାଡ଼ିକି ପଳେଇଥିଲ ଆଉ ଆଜି 12 ବର୍ଷ ପରେ ତା କଥା ମନେ ପଡ଼ିଗଲା। ତମ ପରି ଲୋକ ମା ନୁହେଁ, କଳଙ୍କ। ଏକଥା ଶୁଣି ସେ ମହିଳା ଆହୁରି ଜୋର ଜୋର କାନ୍ଦିବାରେ ଲାଗିଲେ। କାନ୍ଦି କାନ୍ଦି କହିଲେ କି ପରିସ୍ଥିତି ଏମିତି ଥିଲା ଯେ ମୁଁ ତାକୁ ଏମିତି ଅବସ୍ଥାରେ ଛାଡ଼ିକି ଯିବା ପାଇଁ ବାଧ୍ୟ ହୋଇଗଲି। ମିଲି କହିଲେ କି ଏମିତି କି ପରିସ୍ଥିତି ଥିଲା ଯେ ଗୋଟେ ଛୋଟିଆ ପିଲାକୁ ଛାଡ଼ିକି ପଳେଇଲ? ସେଠୁ ସେ ମହିଳା ଜଣକ ପୁରା କାହାଣୀ କହିଲେ। ସେ କହିଲେ କି ମୁଁ ଖରାପ କାମ କରୁଥିଲି, ସେଥିପାଇଁ
ସୁନସାନ ଜାଗାରେ ଏ ଘର ନେଇଥିଲି। ସେଥିରୁ ଏ ଝିଅ ହୋଇଯାଇଥିଲା। ହେଲେ ପରିସ୍ଥିତି ଏମିତି ହେଲା ଯେ ମୋ ପାଖରେ ଆଉ କାଣି କଉଡ଼ିଟେ ବି ରହିଲାନି। ଖାଇବାକୁ ଦାନା ବି ମିଳିଲାନି। ତେଣୁ ମୋ ପାଖରେ ଏବେ ଦୁଇଟି ରାସ୍ତା ଥିଲା। ଝିଅକୁ ମୋ ପାଖରେ ରଖିଥାନ୍ତି, ନହେଲେ ତାକୁ ଛାଡ଼ି ସେ ରାସ୍ତାରେ ପୁଣି ପାଦ ଦେଇଥାନ୍ତି। ଝିଅକୁ ଛାଡ଼ିବା ପାଇଁ ମୁଁ ଠିକ୍ ଭାବିଲି ଆଉ ଦ୍ୱିତୀୟ ରାସ୍ତାରେ ପାଦ ଦେଲି। ଝିଅକୁ ଛାଡ଼ିବା କଷ୍ଟ ଥିଲେ ବି ମୁଁ ଜାଣିଥିଲି କି ଏ ଦୁନିଆରେ ବହୁତ ଭଲ ଲୋକ ଅଛନ୍ତି। ତେଣୁ ତାକୁ କିଏ ନା କିଏ ଆଦରି ନେବ ଆଉ ସେ ବଞ୍ଚିଯିବ। ଶୁଣିକି ମିଲି ଆହୁରି ରାଗିଗଲେ। କହିଲେ ଯଦି ଏମିତି କଥା ଥିଲା ତାହେଲେ ତମେ ଭିକ ମାଗିକି ବି ଚଳିପାରିଥାନ୍ତ। ହେଲେ ତମେ ଛୋଟ ଛୁଆକୁ ଛାଡ଼ିଦେବା ମଣିଷତ୍ୱ ନୁହେଁ। ମନ ତ ହେଉଛି କି ପୋଲିସକୁ ଡାକି ତମକୁ ଧରେଇ ଦିଅନ୍ତି। ତମେ ଯେଉଁ କାମ କରିଛ କ୍ଷମାର ଯୋଗ୍ୟ ନୁହେଁ। କିନ୍ତୁ ମୋ ଝିଅ ପାଇଁ ମୁଁ ତମକୁ କ୍ଷମା କରୁଛି। ତମ ଝିଅକୁ ପାଳି ପୋଷି ବଡ଼ କରିଛି ମୁଁ। ଏବେ ସେ 12 ବର୍ଷର ହୋଇଗଲାଣି। ଦିନେ ମୋତେ ସେ ଗୋଟିଏ ପ୍ରଶ୍ନ ପଚାରିଥିଲା, ଯାହାର ଉତ୍ତର ଜାଣିବା ପାଇଁ ମୁଁ ଗତ 5 ବର୍ଷ ହେଲା ଲଗାତାର ଏ ଘରକୁ ଆସୁଛି। ଆଉ ଖୋଜୁଥିଲି କି କାଳେ କିଏ ମିଳିଯିବେ ଯିଏକି ବର୍ଷା ବିଷୟରେ ଜାଣିଥିବ। ଏହାପରେ ସେ ମହିଳା ଜଣକ ମିଲିକୁ ପଚାରିଲେ କି କ'ଣ ପ୍ରଶ୍ନ କରିଥିଲା ମୋ ଝିଅ। ମିଲି ରାଗିକି କହିଲେ କି ତମ ମୁହଁରେ ତାକୁ ତମ ଝିଅ କହିବା ବନ୍ଦ କର। ତାକୁ ତମେ ଜନ୍ମ ଦେଇଛ ସତ, ହେଲେ ପାଳି ପୋଷି ମୁଁ ତାକୁ ବଡ଼ କରିଛି। ତେଣୁ ସେ ମୋର ଝିଅ ଆଉ ମୁଁ ତାର ମା। ସେଦିନ ସେ ତା ବାବା କଥା ପଚାରିଥିଲା। ସେଦିନ ମୁଁ ତାକୁ ମିଛ କହିଥିଲି। ହେଲେ ତମେ ମୋତେ ଏବେ କୁହ ତାର ବାବା କିଏ? ଶୁଣିକି ସେ ମହିଳା ଚୁପ୍ ରହିଲେ। ଆଉ କିଛି ସମୟ ପରେ କହିଲେ କି ମୁଁ ସେ ବିଷୟରେ କିଛି ବି କହିପାରିବିନି। କହିକି ସେ ପୁଣି କାନ୍ଦିବାରେ ଲାଗିଲେ। ଏଥର ମିଲିଙ୍କୁ ସେ ମହିଳାଙ୍କ ଉପରେ ଟିକେ ଦୟା ଆସିଲା ଆଉ ସେ ତାଙ୍କୁ ଚୁପ୍ ହେବା ପାଇଁ କହିଲେ। ସେ ମହିଳା ଚୁପ୍ ହେବା ପରେ ମିଲି କହିଲେ କି ତମ ଝିଅକୁ ମୁଁ ପାଳି ପୋଷି ବଡ଼ କରିଛି ଆଉ ମୁଁ ଚାହୁଁନି କି ତମେ ତାକୁ ତମ ସହିତ ନେଇଯାଅ। ତମେ ତ ପ୍ରଥମରୁ ଖରାପ କାମ କରୁଛ। ଆଉ ବର୍ଷାର ଦେଖାଶୁଣା କେମିତି କରିପାରିବ? ଆଉ ଦୁନିଆ ତାକୁ ବି ଖରାପ କହିବ, ତାକୁ ବି ଛାଡ଼ିବନି। ତମେ କ'ଣ ଚାହଁ ତମ ଝିଅ ବି ତମ ପରି ହେଉ ବୋଲି? ସବୁ କଥା ଶୁଣିବା ପରେ ସେ ମହିଳା ବୁଝିଗଲେ। ଭାବିଲେ ମିଲି ସତ କଥା କହୁଛନ୍ତି। ମୋ ଝିଅକୁ ବି ଏ ଦୁନିଆ ଲୋକ ଛାଡ଼ିବେନି, ତାକୁ ବି ଖରାପ କରିଦେବେ। ତାଠାରୁ ଭଲ ସେ ମିଲି ସହିତ ଇଜ୍ଜତର ସହିତ ବଞ୍ଚୁ। ନିଜ ଛାତିରେ ପଥର ରଖି ଝିଅକୁ ଦେଖା କରିବା ଇଚ୍ଛା ମନରେ ହିଁ ମାରିଦେଲେ ସେ। ମିଲିଙ୍କୁ ହାତ ଯୋଡ଼ି କହିଲେ କି ମୋ ଝିଅକୁ ଭଲରେ ରଖିବ, ତାର ଠିକ୍ରେ ଯତ୍ନ ନେବ। ମୁଁ ମରିବା ପର୍ଯ୍ୟନ୍ତ କେବେ ବି ତମ ସାମ୍ନାକୁ ଆସିବିନି। ସେଠୁ ସେ ନିଜ ଆଖିର ଲୁହ ପୋଛି ପୋଛି ସେଠାରୁ ପଳେଇଲେ। କିଛି ସମୟ ଯାଇ ତ ମିଲିଙ୍କ ମନ ବି ଖରାପ ହୋଇଗଲା। ହେଲେ ପରବର୍ତ୍ତୀ ସମୟରେ ସେ ଭାବିଲେ କି ଯାହା ହେଲା ଭଲ ହେଲା ଆଉ ମୋ ପ୍ରଶ୍ନର ଉତ୍ତର ବି ମିଳିଗଲା। ମୋ ଝିଅ ଏବେ ମୋର ହୋଇଗଲା। ସାରା ଜୀବନ ମିଲି ଆଉ ବାହା ହେବେନି ବୋଲି ନିଷ୍ପତ୍ତି ନେଲେ। ଏବେ ଯାଏଁ ମିଲି ବିବାହ କରିନାହାନ୍ତି। ବର୍ଷାକୁ ପାଳି ପୋଷି ବଡ଼ କରିଛନ୍ତି। ଏବେ ବର୍ଷା ବଡ଼ ହୋଇ ଚାକିରି କରିବା ପରେ ତାର ବିବାହ ବି କରିଦେଇଛନ୍ତି। ବିବାହ ପରେ ବର୍ଷା ନିଜ ମାଆକୁ ନେଇ ତାଙ୍କ ପାଖରେ ରଖିଛନ୍ତି। ତ ଏତିକି ଥିଲା ଜଣେ 6 ମାସ ଝିଅର କାହାଣୀ, ଯାହାକୁ ଜଣେ ଅସହାୟ ମା ଗୋଟିଏ ବନ୍ଦ ଘରେ ମରିବା ପାଇଁ ଛାଡ଼ି ଦେଇଥିଲା। ହେଲେ କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏମିତି ସେ ଝିଅ ସହିତ ହୋଇଥିଲା। ଆପଣ ବର୍ଷାର ମା ବିଷୟରେ କ'ଣ କହିବେ? କମେଣ୍ଟ ବକ୍ସରେ ନିଜ ମତ ଦେବା ସହିତ ନିଜ ନାଁ ଓ ଜାଗା ନାଁ ଲେଖିବେ। ଫଳରେ ପରବର୍ତ୍ତୀ ଭିଡ଼ିଓରେ ଆପଣଙ୍କର ନାଁ ଘୋଷଣା ହେବ। ଭିଡ଼ିଓକୁ ଲାଇକ୍, ସେୟାର ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆମେ ଆପଣଙ୍କ ସହିତ ଫେସବୁକରେ ବି ଯୋଡ଼ି ହେବା ପାଇଁ ଚାହୁଁଛୁ। ତେଣୁ ଆମ ଫେସବୁକ୍ ପେଜକୁ ବି ଫଲୋ କରିଦେବେ। ଲିଙ୍କ ଡେସ୍କ୍ରିପସନରେ ରହିଛି। ଏବେ ଗତ ଭିଡ଼ିଓକୁ ପୁରା ଦେଖିବା ସହିତ ଲାଇକ୍, ସେୟାର ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥିବା ଲୋକଙ୍କ ନାଁ ଘୋଷଣା କରିବାର ପାଳି। ସେମାନେ ହେଲେ ପ୍ରିୟଙ୍କା, କମ୍ବୁବାଣୀ ପ୍ରଧାନ ପଳାଶ ଗୋରା, ଯଶବନ୍ତ ରକ୍ସ ସୁନ୍ଦରଗଡ଼, ଲିପିକା ପଣ୍ଡା ଅନୁଗୁଳ, ପବିତ୍ର ବେହେରା ଢେଙ୍କାନାଳ, ବାଳୁଙ୍ଗା ଟୋକା କଟକ, ରଶ୍ମିତା ଗଞ୍ଜାମ, କିଶୋର ବେହେରା, ଆରତୀ ସାହୁ କଣ୍ଟିଲୋ। ଆହୁରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଆମକୁ ଢେର ସାରା ଭଲ ପାଇବା ଦେଉଛନ୍ତି। ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଶା କରୁଛି ଏମିତି ଆମ ସହିତ ସବୁବେଳେ ପାଇଁ ଯୋଡ଼ି ହୋଇ ରହିବେ। ଧନ୍ୟବାଦ।